ଏଠି ରାନୀ ହାରଟା ଆଣ୍ଟିକ୍ ପିସ୍ଟା ଦେଖିକିନା କେନ୍ତା ଲାଗୁଛି। ମୋ ମାମା ସେଠି ଲାଖିଗଲା 5-10 ମିନିଟ୍। ବାବା କହିଲେ ଏଇଟା ନେଇଯାଉନ। ନା କହୁଛି ସତରେ କ'ଣ ଦେବ। ମୁଁ ଏମିତି ଖାଲି ଥଟ୍ଟା ମଜା କରି କହୁଛି ନା। ଆଉ ତାପରେ କ'ଣ ଆମର କିଣାକିଣି କରିବାର ଥିଲା ଏଠି ଦେଖିଦେଲା। ଏଇ ଦୁର୍ଗା ମାଆଙ୍କ ଷ୍ଟାଚ୍ୟୁଟା ଦେଖନ୍ତୁ, ଏତେ ୟୁନିକ୍, ଏତେ କ୍ୟୁଟ୍ ହେଇଛି। ଏତେ ଛୋଟ ଜାଗାଟାରେ ଛୋଟ, ବହୁତ ଛୋଟ ଠାକୁର ଦେଖା ଏତେ ସୁନ୍ଦର ହେଇଛନ୍ତି। ମାନେ ପୁରା ନିଖି ମାଖି କରି ସଜା ହେଇଛି। ମୋ ପୁଅଟି ଏଠି ବସି ରେଷ୍ଟ ନେଉଛି। କେତେ ଆଉ ଦୌଡ଼ିବ, ଏଠୁ ସେ ଯାଏଁ ଦୌଡ଼ିଲାଣି। ଆଉ ମୁଁ କେତେ ବଦା ଥରେ କମ୍ପିଟିସନ୍ କରିନାହାନ୍ତି। ଦେଖନ୍ତୁ ଏ ମଣ୍ଡପଟା ବଢ଼ିଆ ହେଇଛି। ଜାଗାଟା ନା କ'ଣ ମୋ ମନେ ପଡ଼ୁନି। ମୋ ଜାଗାଟା ଅନ୍ଧାର ଭୁଲଭାଲ କହୁଛି, ମୁଁ ସେ ନେଇକି ଆଉ କହିଲିନି। ଆଉ ଏଇଟା ହେଲା ରସୁଲଗଡ଼। ଏଇଟା ତ ଯখন ଜାଣିଥିବେ ଆଉ ପୋଲ ଉପରେ ଦେଖାଯାଉଛି। ବହୁତ ସୁନ୍ଦର ହେଇଛି। ଆଉ ସେ ଭିଡ଼ ଦେଖିକିନା ଆମେ ଆଉ ସାହସ କଲୁନି ରହିବାକୁ। ରାମଦୋଳିରେ ତ ମୁଁ କେବେ ବସିନି ଜୀବନରେ, କି ବସିବିନି କେବେ। ମୋର ଯେଉଁ ଡର, ପ୍ରାଣୀ ଡର। ଆଉ ବଢ଼ିଆ ଦେଖାଯାଉଥିଲା, କିନ୍ତୁ ଲୋକମାନେ ବସିଥିଲେ, ବସିନାହାନ୍ତି। ରାମଦୋଳି ଅଛି କାରଣ ବର୍ଷା ଟିକେ ହେଉଥିଲା ନା, ରାମଦୋଳି ବୁଲୁନି। ଆଉ ବହୁତ ସୁନ୍ଦର ହେଇଥିଲା ମଣ୍ଡପଟା। ଦେଖିକିନା ବୁଲିବାଲିକିନା ଆସିଲୁ। ଏଠି ବାଟରେ ଆଉ ଟିକେ ଲାଇଟ୍ ଫାଇଟ୍ ଯେଉଁ ସଜ ହେଇଥିଲା ମୁଁ ଦେଖେଇବି ବୋଲି ଆପଣମାନେ ଭାବୁ ଯେଉଁ ବର୍ଷାଟା ହେଇଗଲା କ୍ୟାମେରାଟା ଆଉ ବାହାର କରିପାରିଲିନି, ଛିଟକିଲା ଗାଡ଼ି ଭିତରକୁ। ସେ ନେଇ ଯାହା ବାହାରୁ ଯେତିକି ଦେଖୁଛି ଝାପ୍ସା ଦେଖାଯାଉଛି। ତାପରେ ତଥାପି ଟିକେ ଗ୍ଲାସ୍ ଖସେଇଲି, ଟିକେ ଦେଖେଇଦେବା ଭଲସେ ବୋଲିକି। ବଢ଼ିଆ ଗେଟ୍ ଗୁଡ଼ା ତିଆରି ହେଇଥିଲା, ଭଲ ଲାଗୁଥିଲା ସବୁ ଗେଟ୍ ଗୁଡ଼ା ଏଠି। ତାପରେ କେମିତି ଯାଇ ଘରେ ପହଞ୍ଚିବୁ, ଟିକେ ରେଷ୍ଟ ନେବୁ ଦିନମାନ ବୁଲାବୁଲି କରି। ଏଠି କ'ଣ ମାମୁଁ ଆଉ ଭଣଜା କ'ଣ ତାଙ୍କର ରାତିରେ ବିରିୟାନୀ ଖାଇବେ। ଏଠି କହୁଛି ନା ମାମୁଁଠୁ ଆହୁରି ଦେ କ'ଣ ରାଇସ୍। ମୁଁ ଏତେ ଅଳ୍ପ ଟିକେ କ'ଣ ଦେଇଛୁ। ମାମୁଁ ଅଇଁଠା କରିଦେଲେ, ମୁଁ ଆଉ ଖାଇବିନି। ସେଠି ତାକୁ କ'ଣ ମାମା ଆଉ ଦେଲା, ପୁଣି କ'ଣ ଚିଲି ଚିକେନ୍ ଆଣିଦେଲା। ତାଙ୍କର ତ ରଜ ଚାଲିଛି ଆଉ ଚିଲି ଚିକେନ୍ ଆଉ କ'ଣ ବିରିୟାନୀ। ଏଠି ଖାଉଛି ବସିକିନା। ଏଠି କ'ଣ ସିଏ କହୁଛୁ ଜଲ୍ଦି ଖା, ଖଣ୍ଡେ ଖାଉଛୁ ପୁଣି ଖାଉନୁ।